ମାନସ ଚନ୍ଦ୍ର ସାହୁ ସକାଳ ଗୋଟେ ଲୋକଟା ଆଇଲା 200 ଟଙ୍କା ଗୋଟେ ଦେଲା କହିଲା ଗୋଟେ କ୍ରିମ୍ ଗୋଟେ କ୍ରିମ୍ ଦେଇକି ତାକୁ ମୁଁ 125 ପଇସାଟା ଦେଖିଲି 200 ଟଙ୍କାଟା ରଖିଦେଲି 125 ଟଙ୍କା ତାକୁ ରିଟର୍ନ ଦେଲି ତାପରେ ଆଉ ଗୋଟେ ପଇସା କହିଲା 200 ଟଙ୍କା ଚେନ୍ ଦେଲା ଆଉଟ୍ ହେଲା ପଇସା ପରେ ତାପରେ ଦେଖିଲା ବେଳକୁ ପିଣ୍ଟୁ ନା ଦେଖେଇଲି ଆଉ ପାଖରେ ଗୋଟେ ଦୋକାନ ଦେଖେଇଲି ଦେଖିଲା ଗୋଟେ ଜାଲ ନୋଟ ସେ ପଇସା ଦୁଇଟା ଦେଖିଲା ଜାଲ ନୋଟ ଅଛି ତାପରେ ବଜାର ପ୍ରେସିଡେଣ୍ଟ ଡାକିଲି ଦେଖେଇଲି ସମସ୍ତେ ଜାଲ ନୋଟ ତା ପାଖରେ ମେଞ୍ଚେ ପଇସା ଅଛି ସବୁ ପଇସା ଗୁଡ଼ା ସବୁ ଦେଖିଲା ଜାଲ ନୋଟ ଗୁଡ଼ା ମିନିମମ୍ 8ରୁ 10 ଟଙ୍କା ଭିତରେ ତା ପାଖରେ ଥିଲା ହେଲା ନା 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 ଫାର୍ଷ୍ଟ ଟାଇମ୍ ଆସିଲା କେଉଁଠିକା ଲୋକ ଠିକ୍ ସେ ତା ଜାଣି ନାହିଁ କହୁଛି ସୁସ୍ତା ପଚାରିଲା କେଉଁ ସୁସୁଆ ନା କେଉଁଠି ତାଙ୍କ ଘର କହୁଥିଲା ଠିକ୍ ସେ କହିପାରୁନି ସେ ଘର କେତେବେଳେ କହୁଛି ସୁସୁଆ କେତେବେଳେ କହୁଛି ଧୁସୁରୀ ଆଜ୍ଞା ପୁଲିସ ବାଲା ଆସିକି ନେଇଗଲା ତାକୁ ଫାଣ୍ଡିଆଲା ହାଡ଼ିବନ୍ଧ ନାୟକ ପ୍ରେସିଡେଣ୍ଟ ସକାଳ ଆମ ମୁନା ଦୋକାନରେ ଦୁଇଟା ଗୋଟେ ପିଲା ଆସିକି ଜିନିଷ କିଣିବାକୁ ଗଲା କିଣିବାକୁ ସେ ମୁନା ଜାଲ ନୋଟ ମୁନା ଜିନିଷ କିଣି ସାରିଲା ପରେ ସେ ଗୋଟେ ଜିନିଷ କିଣି ସାରିଲା 200 ଟଙ୍କା ଦେଇଛି 200 ପରେ ଫେରେ ଆଉ ଜିନିଷ ନେବା ପାଇଁ ଚେଷ୍ଟା କରୁଛି ସେଠି ମୁନା ଗଲା ହାଡ଼ି ଜାଲ ନୋଟ କ'ଣ ମଗ ଦୌଡ଼ିକି ଗଲା ପରେ ସେ ଦେଖିନି ହଁ ଜାଲ ନୋଟ ତାକୁ ଆମେ ଧରିଲୁ ଧରିକି ତା ପୁଲିସ ଥାନା ଦେଲୁ ଆଉ ମିନିମମ୍ 7-8 ପାଖରେ ଥିଲା ନା ଆଉ ତା ଦେଖିନୁ ଆଜ୍ଞା ତାଙ୍କ ଘର ଅବଶ୍ୟ ସେ କହୁଛି ସୁସୁଆ ବୋଲି କହୁଛି ତା ସାଙ୍ଗରେ ଆଉ ଜଣେ ଆସିଥିଲା ତାକୁ ସେ ଖସି ସେ ପଳେଇଲା ଆଜ୍ଞା ଭଦ୍ରକ ଆମ ଫାଣ୍ଡି ଗୁଦରା ଫାଣ୍ଡି ରମେଶ ବିଶ୍ୱାଳ ଏଠି ମୁନା ଦୋକାନରେ କ'ଣ ତାର ଜଣେ ଜିନିଷ ନେଲା କ'ଣ ଗୋଟେ ଆଇଟମ୍ ନେଲା ପରେ 200 ଟଙ୍କା ତା ବଢ଼େଇଲା 200 ଟଙ୍କା ବଢ଼େଇଲା ପରେ ରିଟର୍ନ ପଇସା ରଖି ତା ରିଟର୍ନ କଲା ପରେ ତା ଦେଖିଲା ତାପରେ ପୁଣି 200 ଟଙ୍କା ଚେଞ୍ଜ କରିବା ପାଇଁ ମାଗିଲା ପରେ ପୁଣି ତାର ସନ୍ଦେହ ହେବାରୁ ସେ ଦେଖିଲା ଯେ ଜାଲ ନୋଟଟା ତାକୁ ଦୋକାନ ଡାକିଲା ପରେ ଆମେ ସବୁ ଦୋକାନୀ ମାନେ ମିଶିକି ଏବଂ ସର୍ବସାଧାରଣ ଲୋକ ମିଶିକି ଧରିଲୁ ଆଉ ତାପରେ 25ଟା 200 ଟଙ୍କିଆ ନୋଟ 500 ଟଙ୍କିଆ 4ଟା ନୋଟ 100 ଟଙ୍କିଆ ଗୋଟେ ନୋଟ ଜବତ କରାଗଲା ନାଇଁ ଆଗରୁ ଆମେ କିଛି ଜାଣିନଥିଲୁ ହଠାତ୍ ତ ଦୋକାନୀ କହିଲା ଆଉ ଦୋକାନ କହିବା ଦ୍ୱାରା ଆମେ ଜାଣିଲୁ ଯେ ହଁ ଜାଲ ନୋଟ ବୋଲି ଧରା ପଡ଼ିଛି ଆମ ଦରଟା ଫାଣ୍ଡିକି ଆମେ ଫୋନ୍ କରାଗଲା ତାପରେ ଆସିକି ହଁ ତାକୁ ବାନ୍ଧି ପକାଇଥିଲୁ ଆମେ ପାଖ